ସିନେମାରୁ କମାନ୍ତି କୋଟି କୋଟି ଟଙ୍କା, କିନ୍ତୁ ଅସଲ ଖେଳ ଚାଲିଛି ସେୟାର ମାର୍କେଟରେ। ବିଜୟଙ୍କ ସମର୍ଥକୁ ନେଇ ଆସିଛି ବଡ଼ କ୍ଲାସ୍। ବିଜୟଙ୍କ ପାଖରେ ଏତେ ଟଙ୍କା ଅଛି ଯେ ଶୁଣିଲେ ଆପଣମାନେ ହସ ଉଡ଼ିଯିବ। ହଁ ଦର୍ଶକ ବନ୍ଧୁ, ତେବେ କେତେ କୋଟିର ମାଲିକ ବିଜୟ? ସେୟାର ମାର୍କେଟରୁ କେମିତି କମାନ୍ତି ଟଙ୍କା, କିନ୍ତୁ ଆମର ଏହି ସୋସିଆଲ ରିପୋର୍ଟରେ। ନମସ୍କାର ଦର୍ଶକ ବନ୍ଧୁ, ପ୍ରକୃତ ଖବର ପକ୍ଷରୁ ଦକ୍ଷିଣ ଭାରତ ସୁପରଷ୍ଟାର ତଲାପତି ବିଜୟ, ଯିଏ କେବଳ ସିନେମା ନୁହେଁ, କେବଳ ରାଜନୀତି ଓ ବ୍ୟବସାୟକୁ ନେଇ ମଧ୍ୟ ଚର୍ଚ୍ଚାରେ ଅଛନ୍ତି। କିନ୍ତୁ ଏହାରି ଭିତରେ ବିଜୟଙ୍କ ସମର୍ଥକୁ ନେଇ କେଉଁ କଥା ସାମ୍ନାକୁ ଆସିଛି, ତାହା ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ। ହଁ ଦର୍ଶକ ବନ୍ଧୁ, ରିପୋର୍ଟ ଅନୁସାରେ ବିଜୟ କେବଳ ଫିଲ୍ମ ସାଇନିଂ ଆମାଉଣ୍ଟର ନୁହେଁ, ଇନଭେଷ୍ଟମେଣ୍ଟ ଓ ସେୟାର ମାର୍କେଟରୁ ମଧ୍ୟ ବହୁତ ଟଙ୍କା କମାନ୍ତି। କୁହାଯାଉଛି ଯେ ସେ ଅନେକ ବଡ଼ କମ୍ପାନୀରେ ଇନଭେଷ୍ଟମେଣ୍ଟ କରୁଛନ୍ତି। ଏବେର ସମୟରେ ଅନେକ କ୍ଲିକବେଟ୍ ମାନେ ନିଜ ଟଙ୍କାକୁ ବିଜନେସ୍ ଓ ଷ୍ଟକ୍ ମାର୍କେଟରେ ଇନଭେଷ୍ଟ କରୁଛନ୍ତି, ଆଉ ବିଜୟ ମଧ୍ୟ ଏହି ପଥରେ ଚାଲୁଛନ୍ତି। ଏକପଟେ ସିନେମା ଆଉ ଅନ୍ୟପଟେ କୋଟି କୋଟି ଟଙ୍କାର ଇନଭେଷ୍ଟମେଣ୍ଟ। ତାଙ୍କର ହାଉସ୍, ବିଦେଶୀର କାର୍ କଲେକ୍ସନ ଏବଂ ହାଇ ପ୍ରଫିଟ୍ ଲାଇଫଷ୍ଟାଇଲକୁ ନେଇ ସୋସିଆଲ ମିଡିଆରେ ସେ ସବୁବେଳେ ଚର୍ଚ୍ଚା ହୁଏ। କିଛି ରିପୋର୍ଟ ଅନୁସାରେ ବିଜୟଙ୍କ ମୋଟ ସମ୍ପତ୍ତି ଶତାଧିକ କୋଟି ଟଙ୍କାରୁ ଅଧିକ ହୋଇପାରେ। ହଁ ଦର୍ଶକ ବନ୍ଧୁ, ଏହାରି ଭିତରେ ସବୁଠାରୁ ବଡ଼ ଚର୍ଚ୍ଚା ହେଉଛି ସେୟାର ମାର୍କେଟ ଇନଭେଷ୍ଟମେଣ୍ଟକୁ ନେଇ। କାରଣ ଆଜିକାଲି ଷ୍ଟକ୍ ମାର୍କେଟକୁ ନେଇ ଓଭରନାଇଟ୍ ଲୋକେ କୋଟିପତି ହେଉଥିବା ବେଳେ କେହି ପୁଣି ସବୁ କିଛି ହରାଇ ଦେଉଛନ୍ତି। ବିଜୟଙ୍କ ଫ୍ୟାନ୍ସ ଫଲୋୱାର୍ସ ମଧ୍ୟ ଦିନକୁ ଦିନ ବଢ଼ି ଚାଲୁଛି। ତାଙ୍କ ପ୍ରତି ଫିଲ୍ମ ରିଲିଜ ସୋସିଆଲ ମିଡିଆରେ ରେକର୍ଡ ଭାଙ୍ଗୁଛି। ଆଉ ଏବେ ତାଙ୍କର ଫ୍ରେଣ୍ଡସ୍ କାର ସକ୍ସେସଫୁଲ ଷ୍ଟୋରି ମଧ୍ୟ ଲୋକଙ୍କ ଆକର୍ଷଣ କେନ୍ଦ୍ରବିନ୍ଦୁ ହୋଇପଡ଼ିଛି। କିନ୍ତୁ ଏଠାରେ ବଡ଼ ପ୍ରଶ୍ନ ହେଉଛି, ସତରେ କି ବିଜୟ ସେୟାର ମାର୍କେଟରୁ ଏତେ ଟଙ୍କା କମାଉଛନ୍ତି କି? ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଖବରକୁ ବଢ଼ାଇ ଚଢ଼ାଇ କୁହାଯାଉଛି କି? ଏହାକୁ ନେଇ ଫ୍ୟାନ୍ସ ମଧ୍ୟ ଚର୍ଚ୍ଚା ଆଉ ବଢ଼ି ଚାଲିଛି। କିଏ କହୁଛନ୍ତି ବିଜୟ ହେଉଛନ୍ତି ରିଏଲ ବିଜନେସମ୍ୟାନ, ଆଉ କିଏ କହୁଛନ୍ତି ସେୟାର ମାର୍କେଟ ଇନଭେଷ୍ଟମେଣ୍ଟ କରିବା ବହୁତ ରିସ୍କ। ତେବେ ଦର୍ଶକ ବନ୍ଧୁ, ବିଜୟଙ୍କ ଏହି ସମର୍ଥି ଓ ଇନଭେଷ୍ଟମେଣ୍ଟ ଷ୍ଟୋରିକୁ ନେଇ ଆପଣଙ୍କ ମତ କ'ଣ? ଆପଣ କ'ଣ ଭାବୁଛନ୍ତି? କ୍ଲିକବେଟ୍ ମାନେ ସେୟାର ମାର୍କେଟରେ ଇନଭେଷ୍ଟମେଣ୍ଟ କରିବା ଉଚିତ କି ନୁହେଁ? ଆପଣଙ୍କ ମତାମତ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ। ଏମିତି ଆଉ ନୂଆ ଅପଡେଟ୍ ପାଇଁ ଚ୍ୟାନେଲକୁ ମଧ୍ୟ ସବସ୍କ୍ରାଇବ କରି ରଖନ୍ତୁ। ବ୍ୟୁରୋ ରିପୋର୍ଟ, ପ୍ରକୃତ ଖବର।